ପୁଣି ଖସିଲା ପାରଦ। କିଛି ଦିନର ବ୍ୟବଧାନ ପରେ ସାରା ରାଜ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ପୁଣି ହ୍ରାସ ପାଇଛି। ଶୀତଲହରୀ ଜାରି ରହିଥିବା ବେଳେ କୁହୁଡ଼ି ଜୀବନଯାପନକୁ ଅସ୍ତବ୍ୟସ୍ତ କରିଦେଲାଣି। ଗତକାଲି ସୁନ୍ଦରଗଡ଼ ଜିଲ୍ଲା କିରେଇରେ ସର୍ବନିମ୍ନ ତାପମାତ୍ରା 6.7 ଡିଗ୍ରୀ ରେକର୍ଡ କରାଯାଇଛି। ଏହାସହ ଝାରସୁଗୁଡ଼ାରେ 9.1, ସୁନ୍ଦରଗଡ଼ରେ 9.2, ରାଉରକେଲାରେ 9.9, ଜି ଉଦୟଗିରିରେ 10.4, କୋରାପୁଟରେ 11.2, କେନ୍ଦୁଝରରେ 11.5 ଡିଗ୍ରୀ ରହିଛି ରାତିର ତାପମାତ୍ରା। ଉପକୂଳ ଓଡ଼ିଶାରେ ତାପମାତ୍ରାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ହୋଇଛି। ତେବେ ଆସନ୍ତା 3 ଦିନ ପରେ ତାପମାତ୍ରାରେ କିଛି ପରିବର୍ତ୍ତନ ହୋଇପାରେ। 2 ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାସହ ଆସନ୍ତାକାଲି ଓ ବୁଧବାର ଦିନ ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି। 13 ତାରିଖରେ 13ଟି ଜିଲ୍ଲା ଓ 14 ତାରିଖରେ 9ଟି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। 13 ତାରିଖରେ ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ ଓ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। ସେହିଭଳି 14 ତାରିଖରେ ଢେଙ୍କାନାଳ, କଟକ, ବୌଦ୍ଧ, ଅନୁଗୁଳ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ାରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।